ଆସନ୍ତୁ ବୁଲିବା ମାମୁଁ ଘର ଗାଁ। କଣ୍ଟିନ୍ୟୁ ଦେଖିବେ, ସ୍କିପ୍ କରିବେନି। ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ ହ୍ୟାଲୋ ନିଶ୍ଚିନ୍ତ ଗାଇସ୍, କରିବେ। ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ମୁଁ ମୋ ମାମୁଁଙ୍କ ଘରକୁ ଆସି ବହୁତ ଦିନ ପରେ, ଆଉ ଯେହେତୁ ଗାଁକୁ ଆସିଛି ମୁଁ ଭାବୁଥିଲି ଗାଁରେ ଗୋଟେ ୟୁଟ୍ୟୁବ୍ ବ୍ଲଗ୍ କରିବା ପାଇଁ। ତ ଚାଲନ୍ତୁ ଆମେ ଦେଖିବା। ଏଇଟା ମୋ ମାମୁଁଙ୍କ ଘର, ଦେଖିପାରୁଥିବେ। ଆମେ ଯିବା ଆଉ ଗୋଟେ ବାରିକି। ଦେଖିପାରୁଥିବେ ଏଇଟା ଚାଳ ଘରଟା। ଏଟା ଆଗରୁ ରହୁଥିଲେ ମୋ ମାମା ଯେତେବେଳେ ଛୋଟ ହେଇଥିଲେ। ଏଇଟା ହଉଛି ମୋ ମାମୁଁଙ୍କ ଘର ବାଡ଼ି। ଏଇ ଦେଖିପାରୁଥିବେ ସେ ମାଙ୍କଡ଼ଟା ବସିଛି, ଡର ଲାଗିଲା। ଏଇଟା ବାଡ଼ିଟା ବହୁତ ବଡ଼ ବାଡ଼ି। ଏଇଟା ମୁଁ ଭାବୁଥିଲି ୟୁଟ୍ୟୁବ୍ ବ୍ଲଗ୍ କରିବି ବୋଲି, ଯେବେ ଆସିଥିଲି ତ ମୁଁ କରିପାରିଲିନି। ଆଜି ମୁଁ କରିଦେଲି ଆଉ। ଏଇଟା ଗୋଟେ ଛୋଟ ପୋଖରୀ, ଏଇଟା ଫାଷ୍ଟ ପୋଖରୀ। ଏଇଟା ସବୁ ଗଛ ସବୁ ଲଗା ହେଇଛି। ଏ ଶାଗ, ପିଆଜ ଗଛ ବୋଧେ, ଏଇଟା ଧଣିଆ ପତ୍ର ଏମିତି ସବୁ ହେଇଛି ଏଠି। ସେପଟେ କଣ ସବୁ ଲଗା, ଏଟା ଗୁଆ ଗଛ। ଏ ସବୁ ପୁରା ବଡ଼ ବାରିଟା। ଏଇଟା ଆଉ ଗୋଟେ ପୋଖରୀ, ମାନେ ମାମୁଁଙ୍କ ଘର ପଛକୁ ଗୋଟେ ପୋଖରୀ ଅଛି, ଆଉ ସେଠି ଗୋଟେ ପୋଖରୀ ଦେଖେଇଥିଲି। ମାନେ ଏଇଟା ମାଛ ଛଡ଼ା ହେଇଛି। ଇଏ ଆଈ ଆସିଛନ୍ତି, ଇଏ ମୋ ମାମା, ଆଉ ମୁଁ ତ ଏଠିକି ଆସିଛି। ଆମେ ଆଜି ପଳେଇବୁ, ସେଥିପାଇଁ ଆଈ ଆସିଛନ୍ତି ଆମ ବୁଲିବା ପାଇଁ। ମୁଁ ମାନେ ବହୁତ ଦିନ ପରେ ଆସିଲି ତ, ସେଥିପାଇଁ। ଆମେ ଦେଖିବା ଏଇଟା ମାମୁଁ ଘର ପଛପଟେ ଥାର୍ଡ ପୋଖରୀ। ଏଇଟା ବି ଗୋଟେ ପୋଖରୀ, ତିନିଟା ପୋଖରୀ। ଏଥିରେ ମାଛ ଛଡ଼ା ହେଇଛି। ଦିଟା ପୋଖରୀରେ ମାଛ ଛଡ଼ା ହେଇଛି। ଏଇଟା ଗୋଟେ କି କୋଳି ଗଛ, ଗୋଟେ କଣ ଗଉଡ଼ ନା ଏମିତି କି କୋଳି ଗଛ, ମୁଁ ଜାଣିନି। ଯଦି ଜାଣିଥିବେ କୋଳି ଗଛର ନାଁ ତାହେଲେ ମତେ କହିବେ। ମୁଁ ବୋଧେ ଏଇ କୋଳିଟା, ପୋଖରୀ ସାଇଡରେ ଗଉଡ଼ ଗୋବିନ୍ଦ କୋଳି ହେଇଛି। ଯିଏ ଜାଣିଥିବେ ସେ କମେଣ୍ଟରେ କହିବେ ଆଉ। ଏ ଢିଙ୍କି ପୁରୁଣା କାଳିଆ ସ୍ମୃତି, କାହା ଘରେ ଅଛି ମତେ କମେଣ୍ଟରେ ନିଶ୍ଚିନ୍ତ ଭାଙ୍ଗି ଯାଇଛି। ମାମାଙ୍କ ଛୋଟ ବେଳର। ଏଇଟା ଧଣିଆ ପତ୍ର, ପଖାଳ ଖାଇବୁ ବୋଲି ଧଣିଆ ପତ୍ର ନବାକୁ ଆସିଥିଲି। ଗଛ ଲଗେଇବାକୁ ବହୁତ ଭଲ ଲାଗେ। ମୁଁ ତ ଲଗେଇ ପାରିନି, ମତେ ଟାଇମ୍ ବହୁତ ଖୁସି ଲାଗୁଛି ସବୁ ଗଛ ଦେଖିଲା ବେଳକୁ। ପଜିଟିଭ ଏନର୍ଜି ଗଛ ଲଗେଇଲେ ମତେ ବହୁତ ଭଲ ଲାଗେ, ହାପି ଲାଗେ। ଦେଖ ଗାଇସ୍, ଖାଇବା ମୋ ମାମା 3 ଜଣ ବସିକି ପଖାଳ ଖାଇବୁ। ଦେଖନ୍ତୁ କଖାରୁ ଡଙ୍କ, କଖାରୁ ଗଛ ସେ ଏକା କଥା। ମାମା, ତମକୁ ଭଲ ଲାଗେନି କଖାରୁ ଡଙ୍କ? ମତେ ଭଲ ଲାଗେ। ଏଗୁଡା ସବୁ ଭାଙ୍ଗି ଯାଇଛି, ମାନେ ଏଠି କେହି ରହୁନାହାନ୍ତି। ଆଗ ଖଞ୍ଜା ତ, ପୁରୁଣା ଘର ଭାଙ୍ଗି ଯାଇଛି ଆଉ। ଏବେ ଆମେ ବସିକି ଖରାରେ ପଖାଳ ଖାଇବା।